ପିଲାମାନେ ଆଜିର ଗପରେ ଆମେ ଜାଣିବା ଯେ ଲାଲୁ ବୋଲି ଗୋଟିଏ ଠେକୁଆ ଛୁଆ ଥିଲା, ତାକୁ ପୁରସ୍କାର କାହିଁକି ମିଳିଲା ଏ ଗପଟି ପଢ଼ିଲେ ଆମେ ଭଲ ଭାବରେ ଜାଣିପାରିବା। ତ ଚାଲ ଗପଟିକୁ ପଢ଼ିବା। ଜଙ୍ଗଲ ମଝିରେ ଗୋଟିଏ ଆମ୍ବ ଗଛ ଥିଲା। ଆମ୍ବ ଗଛ ପାଖରେ ଗୋଟିଏ ଠେକୁଆ ଥିଲା। ଲାଲୁ ଓ ଭାଲୁଆ ବୋଲି ତାର ଦୁଇଟି ପିଲା ତା ସହ ରହୁଥିଲେ। ଦିନେ ମା ଠେକୁଆ ମାଙ୍କଡ଼ ଅଜା ଦୋକାନରୁ ଫଳ କିଣିବା ପାଇଁ ଗଲା। ଲାଲୁ ଓ ଭାଲୁଆ ବାହାରକୁ ବୁଲିବାକୁ ଗଲେ। ସେହି ଜଙ୍ଗଲରେ ଗୋଟିଏ ଦୁଷ୍ଟ ଅଜଗର ଥିଲା। ସେ ଅଯଥାରେ ସମସ୍ତଙ୍କୁ ହଇରାଣ କରେ। ଠେକୁଆ ଛୁଆ ଦୁଇଟିକୁ ଏକୁଟିଆ ଦେଖି ସେ ସେମାନଙ୍କୁ ଗୋଡ଼ାଇଲା। ଡରରେ ଲାଲୁ ଓ ଭାଲୁଆ ଗୋଟିଏ ଗାତରେ ପଶିଗଲେ। ସେଇଠି ଗୋଟିଏ ଝିଙ୍କ ରହୁଥିଲା। ସେ ଗାତ ହେଉଛି କାହାର ନା ଝିଙ୍କର, ତା ଭିତରେ ଝିଙ୍କ ରହୁଥିଲା। ସେ ଲାଲୁ ଓ ଭାଲୁଆଙ୍କୁ ଦେଖି ରାଗିଗଲା। ସେମାନଙ୍କୁ ତଡ଼ି ଦେବା ପାଇଁ ନିଜ ଦେହରୁ କଣ୍ଟା ଝାଡ଼ିବାକୁ ଆରମ୍ଭ କଲା। ଝିଙ୍କ ସେମାନଙ୍କୁ କଣ୍ଟା ଝାଡ଼ିବା ପୂର୍ବରୁ ଲାଲୁ କହିଲା, ଭାଇ, ଅଜଗର ତୁମକୁ ଖାଇବ ବୋଲି ଜଗିଛି। ତୁମକୁ ଏକଥା କହିବା ପାଇଁ ଆମେ ଦୌଡ଼ି ଆସିଛୁ ତୁମ ଘର ଭିତରକୁ। ଝିଙ୍କ ଯାଇ ଦେଖିଲା ବେଳକୁ ସତରେ ଅଜଗର ଜଗିଛି। ସେ ଅଜଗର ଉପରକୁ ରାଗିଗଲା। ତା ଉପରକୁ ଏମିତି କଣ୍ଟା ଝାଡ଼ିଲା ଯେ ଡରରେ ଅଜଗର ସେ ଜାଗା ଛାଡ଼ି ପଳାଇଲା। ମା ଠେକୁଆ ଲାଲୁକୁ ପୁରସ୍କାର ଦେଲେ। ଲାଲୁର ଏଭଳି ବାହାଦୁରୀ ଏବଂ ବୁଦ୍ଧିମତା ପାଇଁ ମା ଠେକୁଆ ଲାଲୁକୁ ପୁରସ୍କାର ଦେଲେ। ବୁଝିପାରିଲ ନା ବୁଝିପାରିଲନି? ଲାଲୁ କାହିଁକି ପୁରସ୍କାର ପାଇଲା? ତ ତୁମେ ଗପଟା ତ ଭଲ ଭାବରେ ଶୁଣିଲ। ଦେଖିବା ପ୍ରଶ୍ନର ଉତ୍ତର ଦେଇପାରୁଛ ନା ନାହିଁ। ପ୍ରଥମ ପ୍ରଶ୍ନ ହେଉଛି, ଠେକୁଆ ଛୁଆମାନଙ୍କର ନାମ କ'ଣ ଥିଲା? ଜଣଙ୍କ ନାଁ ଥିଲା ଲାଲୁ, ଆଉ ଜଣଙ୍କ ନାଁ ଥିଲା କ'ଣ ନା ଭାଲୁଆ। ବୁଝିପାରିଲ ନାହିଁ? ତାପରେ ଦ୍ୱିତୀୟ ପ୍ରଶ୍ନ ହେଉଛି, ଠେକୁଆ ଛୁଆ ଦୁଇ ଜଣ ବୁଲିବାକୁ ଗଲାବେଳେ କାହାକୁ ଦେଖିଲେ? ନା ଅଜଗରକୁ ଦେଖିଲେ। 3 ନମ୍ବର ପ୍ରଶ୍ନ ହେଉଛି, ଠେକୁଆ ଛୁଆମାନେ କିପରି ରକ୍ଷା ପାଇଲେ? ଠେକୁଆ ଛୁଆମାନେ କିପରି ରକ୍ଷା ପାଇଲେ? ନା ଲାଲୁର ବୁଦ୍ଧିମତା ଯୋଗୁଁ ଠେକୁଆ ଛୁଆମାନେ ରକ୍ଷା ପାଇଗଲେ। ତା ସହିତ ସେମାନେ ଯାଇକି କାହା ଗାତରେ ପଶିଗଲେ? ନା ଝିଙ୍କ ଗାତରେ ମଧ୍ୟ ଯାଇ ପଶିଗଲେ। ହେଲା। ତାପରେ ଅଜଗରକୁ ଦେଖି ଝିଙ୍କ କ'ଣ କଲା? ନା ଅଜଗରକୁ ଦେଖି ଝିଙ୍କ ତାର ଯେଉଁ କଣ୍ଟାକୁ ପୁରା ବର୍ଷା କଲା। ଏମିତି କଣ୍ଟା ଝାଡ଼ିଲା ଯେ ଅଜଗର ଡରରେ ପଳାଇଗଲା। କିଏ ଲାଲୁକୁ ପୁରସ୍କାର ଦେଲା? ଲାଲୁକୁ କିଏ ପୁରସ୍କାର ଦେଲା? ନା ତା ମା ଠେକୁଆ ତାକୁ ପୁରସ୍କାର ଦେଲା। ତାର ବୁଦ୍ଧିମତା ସାହସ ଯୋଗୁଁ ତାକୁ ପୁରସ୍କାରଟିଏ ଦେଲା। ତ ବୁଝିପାରିଲା ନାହିଁ ପିଲାମାନେ? ତ ଏ ଗପଟିକୁ ଆମେ ବୁଝିପାରିଲେ। ତ ବର୍ତ୍ତମାନ ଏ ବିଷୟରେ ଯେଉଁ କାର୍ଯ୍ୟଫର୍ଦ୍ଦ ଅଛି ତାକୁ ଆମେ ଆଲୋଚନା କରିବା। କାର୍ଯ୍ୟଫର୍ଦ୍ଦ 4 କହୁଛି, ଆସ ଚିତ୍ର ଦେଖିବା ଓ ରାସ୍ତାରେ କ'ଣ କ'ଣ ହେଉଛି କହିବା। ଦେଖ, ଏ ଚିତ୍ର ତୁମେ ଲକ୍ଷ୍ୟ କର। ଏ ରାସ୍ତାରେ କ'ଣ କ'ଣ ହେଉଛି ଦେଖ। ନା ଏଠି କ'ଣ ହେଉଛି? ନା ଏଠି ଆକ୍ସିଡେଣ୍ଟଟା ହେଇଯାଇଛି। ଗାଡ଼ି ଦେଖ ଓଲଟିଆ ଅବସ୍ଥାରେ ପଳାଇଯାଇଛି। ତାପରେ ଏଠି ଗୋଟିଏ ଗାଡ଼ିକି ଏପଟ ବାଡ଼େଇ ଦେଇ ଲୋକଟି ଗାଡ଼ି ବାହାରକୁ ଛିଟକିକି ପଳାଇ ଯାଇଛି। ତାହେଲେ ଏଠି ଟ୍ରାଫିକ୍ର ନିୟମ କେହି ମାନୁନଥିବାରୁ ଦୁର୍ଘଟଣା ଘଟୁଛି। ବୁଝିପାରୁଛ ନା ବୁଝିପାରୁନ? ତାହେଲେ ଟ୍ରାଫିକ୍ରେ କ'ଣ ହେଉଛି ଦେଖିବା ଓ ଆଲୋଚନା କରିବା। ତଳ ଲିଖିତ ବାକ୍ୟ ଗୁଡ଼ିକ ଭିତରୁ ଯେଉଁଗୁଡ଼ିକ ଠିକ୍ ତା ପାଖରେ ଠିକ୍ ଚିହ୍ନ ମାରିବ, ଆଉ ଯେଉଁଗୁଡ଼ା ଭୁଲ ତା ଦେହରେ ଭୁଲ ଚିହ୍ନ ମାରିବ। ଯେମିତିକି ପ୍ରଥମଟେ ମୁଁ କହିଦେଉଛି, ରାସ୍ତା ମଝିରେ ଖେଳିବା। ଠିକ୍ ନା ଭୁଲ? ରାସ୍ତା ମଝିରେ ଖେଳିବାଟା ପୁରା ଭୁଲ, ଆଗରୁ କହିଥିଲି। ସେଭଳି ଇଏ ଯେତକ ଦେଇଛି ପ୍ରଶ୍ନ, ତାକୁ ତୁମେ ଘରେ ଆଲୋଚନା କରି ଠିକ୍ ଭୁଲ ମାରିବ। ତାପରେ କାର୍ଯ୍ୟଫର୍ଦ୍ଦ 5 କ'ଣ କହୁଛି ଦେଖ। ନା ଆସ ଚିତ୍ର ଦେଖିବା, ରେଳପଥର ନିୟମ ପଢ଼ିବା, ଜାଣିବା ଓ କହିବା। ଦେଖ, ରେଳପଥର ନିୟମ କ'ଣ ସବୁ ରହୁଛି? ନା 1 ନମ୍ବର ନିୟମ ହେଉଛି ଟିକେଟ୍ କରି ରେଳଗାଡ଼ିରେ ଯାତ୍ରା କରିବା। କେବେ ହେଲେ ବିନା ଟିକେଟ୍ରେ ରେଳଗାଡ଼ିରେ ଯାତ୍ରା କରିବ ନାହିଁ। 2 ନମ୍ବର ହେଉଛି ରେଳଗାଡ଼ି ଷ୍ଟେସନ ଛାଡ଼ିବାର ପୂର୍ବରୁ ଆମେ ପହଞ୍ଚିବା ଆବଶ୍ୟକ। ନହେଲେ ଆମେ ଯେଉଁ ଜାଗାକୁ ଯିବା ସେ ଜାଗାକୁ ଯାଇପାରିବା ନାହିଁ, ଯଦି ଆମେ ଠିକ୍ ଟାଇମ୍ରେ ନ ପହଞ୍ଚିବା। 3 ନମ୍ବର ହେଉଛି ଅତି ଆବଶ୍ୟକ ନଥିଲେ ରେଳଗାଡ଼ି ଭିତରେ ଚେନ୍ ଟାଣିବା ନାହିଁ। ଅଧିକା ଆବଶ୍ୟକ ହେଲେ ସେ ଗୋଟେ ନାଲିଆ ଚେନ୍ ଥିବ, ତାକୁ ତୁମେ ଟାଣିଦେବ। କିନ୍ତୁ ତା ପୂର୍ବରୁ ଅଧିକା ଆବଶ୍ୟକ ନହେଲେ ଚେନ୍ ଟାଣିବ ନାହିଁ, ନହେଲେ ତୁମ ଉପରେ ଫାଇନ୍ ଲାଗିବ। 4 ନମ୍ବର ହେଉଛି ରେଳପଥର ଫାଟକ ବନ୍ଦ ଥିଲେ ରେଳଗାଡ଼ି ଯିବା ପର୍ଯ୍ୟନ୍ତ ଅପେକ୍ଷା କରିବା। ରେଳପଥର ଯଦି ଫାଟକଟା ବନ୍ଦ ଥିବ ତାହେଲେ ରେଳଗାଡ଼ି ଯିବା ପର୍ଯ୍ୟନ୍ତ ତୁମେ ଅପେକ୍ଷା କରିବ। ହେଲା। 5 ନମ୍ବର ହେଉଛି ରେଳଗାଡ଼ି ଚାଲୁଥିବା ସମୟରେ ତାର ଦୁଆର ପାଖରେ ଠିଆ ହେବ ନାହିଁ। ଦୁଆର ପାଖରେ କେବେ ହେଲେ ଠିଆ ହେବନି, ନହେଲେ ରେଳଗାଡ଼ି ଏତେ ସ୍ପିଡ଼ରେ ଗତି କରିବ ତୁମେ ଗଳିବାର ମଧ୍ୟ ଚାନ୍ସ ରହିବ। ହେଲା। କେବେ ହେଲେ ଡୋର ପାଖରେ ଛିଡ଼ା ହେବ ନାହିଁ। 6 ନମ୍ବର ହେଉଛି ରେଳପଥ ଉପରେ ଚାଲିବା ନାହିଁ। ରେଳପଥ ଉପରେ କେବେ ହେଲେ ଚାଲିବନି। କେଉଁ ମୁହୂର୍ତ୍ତରେ ତୁମ ଗୋଡ଼ ଲାଖିଗଲା, ଆକ୍ସିଡେଣ୍ଟଟା ଘଟିବାର ଚାନ୍ସ ରହିପାରେ। ହେଲା। ଆସ ରେଳପଥର ନିୟମ ବିଷୟରେ ମନେ ପକାଇବା ଓ ଲେଖିବା। ଏ ଯେଉଁ ଉପରେ 6ଟି ନିୟମ ଲେଖା ହେଲା, ତାକୁ ମନେ ପକାଇ ନ ଦେଖିକରି ଏଇ ଫାଙ୍କା ସ୍ଥାନରେ ଲେଖିବ।
तापर कार्यफर्द 6 देख कार्यफर्द 6 रे कहूँ आस उदाहरण देखी अक्षर जोड़ा शब्द गढ़ा खाली जगार लिखा जमीक ब युक्त सरे हलन दिखाई बस से कौन कर अक्षर जोड़ी शब्द तुम्हें तैयारी कर दुईटा अक्षर गला तापर 3टा अक्षर जमी फाटक 3टा अक्षर तापर 4टा अक्षर रेलगाड़ी 4टा अक्षर से कौन कर तुम्हें मैंने अक्षर को जोड़ी कौन कर ना शब्द तैयारी कर तो यहाँ था तुम विषय वस्तु तो नेक्स्ट क्लास रे गोटे नुआ विषय को आम स्टार्ट करवा धन्यवाद जय जगन्नाथ।